ହଁ ନାଇଁ ଏଲି ଗୋଟା ଗଞ୍ଜିଟା କଣ ପିନ୍ଧବା। ହଉ ତୁ ଗାଧେଇ ପଡିଆଲି ତ? ହଁ ଗାଧେଇ ପଡିଆଲି। ଆଉ ଦେ ନୂଆ ଇଏ ସଫା ସାଣ୍ଡ ପେଣ୍ଟ ପିନ୍ଧି ଦେ। ହଁ ହଁ ଆଉ ସେ ଜାମା ପେଣ୍ଟ ଗୁରା କଣ କଲୁ? ନା ବାଡି ଗୁରା ପାଇପ ପକା ଥୋଇ ଦେଇଛୁ ତାକୁ ଧୋଇ ଦେଇଛି। ଧୋଇ ଦେଇ ଯାଇଛି? ହଁ ହଉ ଆଉ ଲୁଣ ଟିକେ ପାଇଦେ। ହଁ ଲୁଣ ଟିକେ ପାଉଛି। ବୋଉ ମତେ ଗୋଟେ କଥା କହିଲୁ ଦେଖିଆ। କଣ ପଚାରୁନୁ? ଦୁନିଆରେ ସତରେ କଣ ଏଇ ମଣିଷ ମାନେ ଚାଲିଗଲେ ଯଦି ମଣିଷ ମଣିଷକୁ ଛୁଇଁ ଦଉଛି ସେ କଣ ଅପବିତ୍ର ହେଇଯାଏ? ତା ମାନେ କଣ ଗାଧେଇବାକୁ ପଡିବ? ଆଉ ଗାଧେଇବୁ? ଗାଧେଇବାକୁ ପଡିବ? ଆଉ ତାହେଲେ ସେଇ ମଣିଷ ଯେତେବେଳେ ଘରେ ଶୁଖୁଆକୁ ଆଣି ରଖୁଛି ମାଛ ଯେତେବେଳେ ମରିଗଲା ପରେ ସେଇ ମଣିଷ 8 ଦିନ ସେଇ ଶୁଖୁଆକୁ ରଖୁଛି ଆଉ 8 ଦିନ ପରେ ସେଇ ଶୁଖୁଆକୁ ନିଜେ ମଣିଷ ଘରେ ବସିକିନି ଖାଉଛି ସେତେବେଳେ ମଣିଷ ଖାଇସାରିଲା ପରେ କଣ ଗାଧଉଛି ଆଉଥରେ? ନା ସେଇ ମଣିଷ ଯେତେବେଳେ ମଲା ମାଛକୁ ମାର୍କେଟରୁ କିଣିକି ଆଣୁଛି ସେଇ ମଣିଷ ମାଛ ଖାଇସାରିଲା ପରେ ସେ ମଣିଷ ଗାଧଉଛି? ନା ସେଇ ମଣିଷ ଯେତେବେଳେ କୁକୁଡାଟିଏ ଯେତେବେଳେ ଯାଉଛ କି ବ୍ରଏଲର ଆଣିବା ପାଇଁ ବ୍ରଏଲର କିଲେ ଆଣିଲା ବେଳେ ବ୍ରଏଲର କିଲେ ଆଣି ସାରିଲା ପରେ ତମେ ଯେ ଖାଇସାରିଲା ପରେ ସେ ମଲା ବ୍ରଏଲରକୁ ଖାଇସାରିଲା ପରେ ପୁଣି ଗାଧଉଛ? କିନ୍ତୁ ଏ ମଣିଷ ମାନଙ୍କ ପ୍ରତି ଏତେ ଘୃଣା କଣ ପାଇଁକା? ଯଦି ମଣିଷ ତ ମଣିଷ ହେଇଛ, ମଣିଷ ଯଦି ମରିଗଲେ ତାକୁ ନେଇ ଶବ ସଂସ୍କାର କରିବ କି ଭଲ ମନ୍ଦ କରିବ, କିନ୍ତୁ ଏଠି କଣ ପାଇଁକା? ଆମର ଏଇ କଣ ସଂସ୍କୃତି ପରମ୍ପରା ଅଛି? ହଁ ପରମ୍ପରା ଏଟା ଅଛି। ପରମ୍ପରା ଅଛି ଆଉ ଯଦି ପରମ୍ପରା ଅଛି ତାହେଲେ ଏ ମାଛ ଶୁଖୁଆ କୁକୁଡାକୁ କାହିଁକି ଏତେ ପରମ୍ପରା ନାହିଁ? ଆହୁରି ଗୋଟେ କଥା କୁହ, ରକ୍ତ ମାଂସ ତ ସମସ୍ତଙ୍କର ସମାନ। ରକ୍ତ ମାଂସ ତ ସମସ୍ତଙ୍କର ସମାନ। ଆଉ ରକ୍ତ ଖାଲି ମାଂସରେ ଗଢାଏ ଶରୀର, ରକ୍ତ ମାଂସରେ ଗଢାଏ ଶରୀର, କିନ୍ତୁ ଏଠି ମଣିଷ ମରିଗଲା ପରେ ମଢା ପାଲଟି ଯାଉଛି, କିନ୍ତୁ ସେଠି ଶୁଖୁଆ ମାଛ ମାଂସ ସେଠି ମରିଗଲା ପରେ ସିଏ ମଡା ହଉନି, ମଣିଷ ତାକୁ ଖାଦ୍ୟରେ ଖାଉଛି। ମତେ ଗୋଟାଏ କଥା ବୁଝେଇ ଦେ ଦେଖିବା। ହଁ ସତ କଥା ଆଉ ତମେ ପଚାର। ଭାବୁଛ ମଣିଷ ମରିଗଲା ପରେ ମଣିଷକୁ ଛୁଇଁ ଦେଇ ଯାଇଛୁ ଯଦି ତୁ ଗାଧେଇକି ଆସିବୁ। ଏଇ ଦେଖ ତୋରି ସକାଶେ ମୁଁ ଏଇନା ଗାଧେଇକି ଆଇଛି, ଏ ପାଣି ମୁଣ୍ଡରୁ ମୋର ବୋହୁଛି। ଏଇ ବିଶ୍ୱାସ କରିବୁନି ଦେଖ ଦେଖିଲୁ ତୋରି ସକାଶେ ଗୋଟେ ମଣିଷ ଚାଲିଗଲା। ଆଜି ଜୀବନ କାଲିକି ନାହିଁ, ଏଇଟା ମନେ ରଖିଥା। ହଁ ନା ପୁଅ ସେ କାଲି ଆମ ବଡବାପା ହିସାବ ହେବେ ନା। ହଁ କାଲି ମୁଁ ଗୋଟେ କୋବି ନେଇକି ଆସିଛି ତାଙ୍କ ପାଖରୁ। ହଁ କୋବି ଗୋଟେ 10 ଟଙ୍କା ଦେଇ ନେଇକି ଯାଇଥିଲି, ସେ ଯୋଉ କୋବିଟା ତୁ ଫାଳେ ରାନ୍ଧିଛୁ ଆଉ ଫାଳେ ଅଛି। ହଁ ଫାଳେ ଯିବା ଘରେ ରଖିଛି। ସେଇ କୋବି ତାଙ୍କରି ପାଖରୁ ନେଇକି ଯାଇଥିଲେ, କିନ୍ତୁ ଆଜି ମଣିଷ ଜୀବନ ନାହିଁ। ଆଜି ହାର୍ଟଚୋକ ହେଇ ଚାଲିଗଲେ। କହିଲେ ଦେଖିବା। ଆଉ ଟିକେ ପରେ ଅଗ୍ନିରେ ଭସ୍ମ ହେଇଯିବ। ଆଉ ଟିକେ ପରେ ଅଗ୍ନିରେ ଧ୍ୱଂସ ହେଇଯିବେ, ଆଉ ଜଳି ସାରିଲା ପରେ ମୁଠାଏ ପାଉଁଶ ହେଇଯିବ। କିନ୍ତୁ ମଣିଷ ମାନେ ମଣିଷକୁ ଯଦି ଏତେ ଘୃଣା କରୁଥାନ୍ତି, ତାହେଲେ ମଣିଷ ମାନେ ଏଇ ଯୋଉ ପଚା ମାଛ, ଯାହାକି ମାଛ ପଚି ସାରିଲା ପରେ ଖରାରେ ପକେଇଦେଲେ ଶୁଖୁଆ ହେଇଯାଏ, ଆଉ ଯୋଉଠି କୁକୁଡା କାଟିଦେଲା ପରେ ମରା ପାଲଟିଯାଏ, ସେ କୁକୁଡାକୁ ମଣିଷ ଏତେ ଆଦର କରୁଛନ୍ତି କାହିଁକି? ଆଉ ଇଏ ମଣିଷ ମରିଯାଇଥିବା ମଣିଷ ଯଦି 2 ମିନିଟରେ ମାନେ ବଞ୍ଚିଥିବା ମଣିଷ ଯଦି 2 ମିନିଟରେ ମରିଯାଏ, ତାହେଲେ ଏତେ ଘୃଣା କରୁଛନ୍ତି କଣ ପାଇଁ ମତେ କହିପାରିବି? ଯାହା କହୁଛୁ ପୁଅ ସତ ଆଜ୍ଞା, କଥା। ଏ ଭିଡିଓଟି ଏଇଥିପାଇଁ ଥିଲା ଯେ କି ମଣିଷ କଣ ପାଇଁ ଏମିତି ହଉଛନ୍ତି ଟିକେ ଆପଣ ଦୟାକରି କମେଣ୍ଟ ମାଧ୍ୟମରେ ଜଣେଇବେ। ଯେ କି ଆମ ବଡବାପା ଜଣେ ଚାଲିଗଲେ ଏବେ, ଆଉ ମୁଁ ତାଙ୍କ ଘରକୁ ଯାଇଥିଲି। ଟିକେ ତାଙ୍କ ମାନେ ବେଡସିଟ୍ ଟା ମୋ ଗୋଡରେ ବାଜିଲା, ମୁଁ ଆସି ଘରେ ଗାଧେଇବାକୁ ପଇଲା। ବୋଉ କହିଲା ପରେ ବୋଉ ମତେ କହିଲା ତୁ ଗାଧେଇବୁ ଯା, ନ ଗାଧେଇଲେ ହବନି। ତେଣୁକରି ଆପଣ ମାନେ ଉତ୍ତରଟି ରଖିବେ, ମଣିଷ ମାନଙ୍କ ପାଇଁ ଏମିତି କଣ ପାଇଁ ନିୟମ ଅଛି, ଆଉ ଯଦି ଆମେ ପଶୁ ପକ୍ଷୀ ମାରିକି ଖାଉଛେ ତାହେଲେ ସେ ନିୟମଟା ଆମ ପାଇଁ କଣ ପାଇଁ ନାହିଁ? ଆପଣ ମାନେ ଉତ୍ତର କମେଣ୍ଟ ମାଧ୍ୟମରେ ଜଣେଇବେ। ଜୟ ଜଗନ୍ନାଥ, ନମସ୍କାର।